ଯଦି ଆପଣ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଆଉ କେବେଠୁ ଆପ୍ଲାଏ ହେବ ଆଉ କ'ଣ କ'ଣ ସବୁ ଡକୁମେଣ୍ଟ ଲାଗିବ ପୁରା ଆପଣମାନଙ୍କୁ ସଠିକ୍ ହିସାବରେ କହିବି। ସେଥିପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଆଉ ଯଦି ଆପଣ ଏହି ଭିଡ଼ିଓ ପ୍ରଥମ କରି এই ଚ୍ୟାନେଲରେ ଆସିଛନ୍ତି ତାହେଲେ ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ ନିହାତି କରନ୍ତୁ। ଆପଣମାନେ ତ ଜାଣିଥିବେ ସୁଭଦ୍ରା ଯୋଜନା ଏକ ଯେଉଁ ଇଲେକ୍ସନ୍ ଟାଇମ୍ରେ ବିଜେପି ସରକାର ଆନାଉନ୍ସମେଣ୍ଟ କରିଥିଲେ। 21ଟି ସଂକଳ୍ପ ନେଇଥିଲେ, ଯେଉଁ ସଂକଳ୍ପ ଭିତରେ ବହୁତ ଗୁଡ଼ିଏ ସଂକଳ୍ପ ରହିଥିଲା। ବହୁତ ଗୁଡ଼ିଏ ସଂକଳ୍ପ ଭିତରୁ ସୁଭଦ୍ରା ଯୋଜନା ଏକ ଗୋଟିଏ ସଂକଳ୍ପ, ଯେଉଁ ସଂକଳ୍ପରେ ମହିଳାମାନେ ଏକ ସଶକ୍ତିକରଣ ହେବେ, କିଛି ସୁଦୃଢ଼ ହେବେ, ସେଥିପାଇଁ ବିଜେପି ତା'ର ଏହି ପ୍ରତିଶ୍ରୁତି ରଖିଥିଲା। ଏଇଠି ଦେଖିପାରୁଥିବେ ୱିଲ୍ ଲଞ୍ଚ ସୁଭଦ୍ରା ଯୋଜନା ଅଣ୍ଡର ହୁଇଚ୍ ଏଭ୍ରି ଓମେନ୍ ୱିଲ୍ ରିସିଭ୍ କ୍ୟାଶ୍ ଭାଉଚର 50,000 2 ଇୟର୍। ତାମାନେ 2 ବର୍ଷ ମଧ୍ୟରେ ଆପଣମାନଙ୍କୁ 25,000 ଲେଖା ଭାଉଚର ମିଳିବ। ଯେଉଁ ଭାଉଚର ମାଧ୍ୟମରେ ଆପଣ ଆପଣଙ୍କ କୌଣସି ଜିନିଷ କିଣିପାରିବେ ଏବଂ ପିଲାମାନଙ୍କୁ ପାଠ ପଢ଼ାଇ ପାରିବେ। ଏହା ହେଉଛି ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ। ଆପଣଙ୍କୁ କୌଣସି ଟଙ୍କା ମିଳିବନି ଆପଣଙ୍କ ଆକାଉଣ୍ଟରେ, ଓନ୍ଲି ଖାଲି ଭାଉଚର ମିଳିବ। ଆଉ ଏହାର ଏଲିଜିବିଲିଟି କ୍ରାଇଟେରିଆ କ'ଣ, ଆଉ କେଉଁମାନେ ଆପ୍ଲାଏ କରିପାରିବେ, କ'ଣ କ'ଣ ଡକୁମେଣ୍ଟ ଲାଗିବ, ତାହା ମୁଁ ଡିଟେଲ୍ସ କହିବି। ଆଉ କେବେଠୁ ଆପ୍ଲାଏ ହେବ କହିବି। ଏହି ଯୋଜନାର ନାମ ହେଉଛି ପ୍ରଥମେ ସୁଭଦ୍ରା ଯୋଜନା। ଇଏ ହେଉଛି ଲଞ୍ଚ ହେଇଥିଲା 12 ମେ'ରେ। ଆଉ ଏହି ଯୋଜନାରେ ଓନ୍ଲି ବିବାହିତ ମହିଳାମାନେ ଆପ୍ଲାଏ କରିପାରିବେ ଏବଂ ସେ ଓଡ଼ିଶା ରାଜ୍ୟର ହେଇଥିବେ ଓ ତାଙ୍କର ବୟସ ସୀମା 29ରୁ 59 ବର୍ଷ ମଧ୍ୟରେ ହୋଇଥିବ ଏବଂ ତାଙ୍କର ଅଙ୍ଗନବାଡ଼ି ୱାର୍କର ମଧ୍ୟ ଆପ୍ଲାଏ କରିପାରିବେ। ତା ଡକୁମେଣ୍ଟ ହେଉଛି ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଆଡ୍ରେସ୍ ପ୍ରୁଫ୍, ମୋବାଇଲ୍ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ, ଇନକମ୍ ସାର୍ଟିଫିକେଟ୍ ଏବଂ ରେସନ୍ କାର୍ଡ଼। ଏହି ଏତିକ ଡକୁମେଣ୍ଟ ଆପଣମାନଙ୍କୁ ଦରକାର। ପାନ୍ କାର୍ଡ଼ ଆପଣମାନଙ୍କର କୌଣସି ଦରକାର ନାହିଁ। ଯଦି ଆପଣମାନେ ପାନ୍ କାର୍ଡ଼ ବନାଇବା ପାଇଁ ଏତେ ବ୍ୟସ୍ତ ହେଉଛନ୍ତି, ସେମିତି କିଛି ପାନ୍ କାର୍ଡ଼ ଦରକାର ପଡ଼ିବନି। ଏହା ହେଉଛି ଭାଉଚର ମିଳିବ, କୌଣସି ଟଙ୍କା ମିଳିବନି ଆପଣଙ୍କ ଆକାଉଣ୍ଟରେ, ଯାହା ପାଇଁ ଆପଣମାନେ ପାନ୍ କାର୍ଡ଼ ଏତେ ମନିଟରି ଭାବୁଛନ୍ତି। ଏଇଠି ଦେଖିପାରୁଥିବେ କେଉଁମାନେ ଆପ୍ଲାଏ କରିପାରିବେ। ଓନ୍ଲି ମ୍ୟାରେଡ଼ ଓମେନ୍, ସେମାନେ ବିବାହିତ ମହିଳା ଆପ୍ଲାଏ କରିପାରିବେ। ଫ୍ୟାମିଲିର ଜଣେ ଆପ୍ଲାଏ କରିପାରିବ ଏବଂ ସେ ସିଙ୍ଗଲ ଓମେନ୍ ଆପ୍ଲାଏ କରିପାରିବନି। ତାଙ୍କର ବୟସ ସୀମା ଦେଖିବ 23ରୁ 59 ବର୍ଷ ହୋଇଥିବା ଦରକାର ଏବଂ ସେ ଗଭର୍ଣ୍ଣମେଣ୍ଟ ଆପ୍ଲାଏ ହେଇନଥିବା ଦରକାର, କୌଣସି ଚାକିରି କରିନଥିବା ଦରକାର ଏବଂ ତାଙ୍କ ଫ୍ୟାମିଲି ଭିତରୁ ଜଣେ ହିଁ ଆପ୍ଲାଏ କରିପାରିବ ଏବଂ ଅଙ୍ଗନବାଡ଼ି ୱାର୍କର ମଧ୍ୟ ଆପ୍ଲାଏ କରିପାରିବ। ଏହି ଆପ୍ଲାଏ 17 ସେପ୍ଟେମ୍ବର କତରୁ ଚାଲୁ ହୋଇଯିବ। ସେଥିପାଇଁ ଆପଣମାନେ ଡକୁମେଣ୍ଟ ସବୁ ସଠିକ୍ ହିସାବରେ ରଖିଥାନ୍ତୁ, ଯାହାର ବେନିଫିଟ୍ ଆପଣ ପାଇପାରିବେ। ଜୟ ଜଗନ୍ନାଥ।